ସପନ ଦେଖୁଥିଲି ସପନ ଦେଖୁଥିଲ ମଣିଷକୁ ମାରି ଦେଇଥାନ୍ତ କଳିଯୁଗ ଶେଷ ମୋର କଳିଯୁଗ ଶେଷ ହୁଏ କାଲି ରାତିରେ ଡ୍ରାମା ଥିଲା ଡ୍ରାମା ସାରି ଭୋର ଭୋର ଆସିଲେ ଦି ପେକେ ନମ୍ବର 1 ରମ୍ ମାରି ଦେଇ ଶୋଇଯାଇଛି ସକାଳୁ ସକାଳୁ ତ ଭୟଙ୍କର ସ୍ୱପ୍ନ ଦେଖିଲି ଆଉ କି ସ୍ୱପ୍ନରେ ଦବ ସେ ତାମାନେ ଏଠି ଯାହା ଯାହା ହଉଥିଲା ସବୁ ସ୍ୱପ୍ନରେ ସେ ଯୋଉ ସାଉଣ୍ଡ ପାଟକିରି ହେଲା ସେଇଟା କଣ ସ୍ୱପ୍ନରେ କି ସାଉଣ୍ଡ କେହି ଜଣେ କାହାକୁ ଷଣ୍ଢ ଚାପୁଡା ମାରିଲା ଦବ କଳିଯୁଗ ଶେଷ ସ୍ୱାମୀକୁ ସ୍ତ୍ରୀର ଷଣ୍ଢ ଚାପୁଡା ଚୁଏ ଚୁବେ ମୁଁ ବା ନିଜେ ଦେଖିଛି ବୁଝାଲ ଭାଇକିନା ଗାନରେ ମଶା ବସିଥିଲା ନା ମଇଁଷି ବସିଥିଲା କେତେ ଜୋର ଚାପୁଡା ମାରୁଥିଲୁ ତାମାନେ ଗୁରୁମା ଏଠି ମଶା ମାରୁଥିଲେ ଯୋଉ ମଶା କାମୁଡିଲେ ମ୍ୟାଲେରିଆ ହୁଏ ଏହା ଯଦି ସତ୍ୟ ତାହେଲେ କଳିଯୁଗ ରହିଗଲା ଆଜି ଫ୍ୟାକ୍ଟ୍ରି ଯିବା ନାହିଁ କି ମାଡ଼ ଖାଇବା ନାହିଁ ଏ ଘୋଡ଼ାକୁ 5,000 ଇଟା ପାଇଁ ଆଡଭାନ୍ସ ଦେଇଥିଲା ତମେ ତ ଶୋଇଛ ସେ ବାବୁ କଣ 10 ଥର ଫୁଲ କଲେଣି ମାଲ ନାହିଁ କୁଆଡୁ ଆସିବ କଣ 4 ଦିନ ହେଲା 3 ଜଣ ବିହାରୀ ମାଇକିନା 3 ଜଣ ବଙ୍ଗାଳୀ ମିସ୍ତ୍ରୀ ସହ କୁଆଡେ ପଳେଇ ଯାଇଛି କାମ କିଏ କରିବ ସେ କେମିତି କହିଥାନ୍ତା 15 ଦିନ ହବ ସବୁ ରାତି ଯାତରା ତମେ କୋଉ ଘରେ ରହୁଛ ଯେ ସେ ତମକୁ କହିଥାନ୍ତା ସିଏ ତା କାମରେ ଲାଗିଛି ସିଏ ଯୋଉ ଫ୍ୟାକ୍ଟ୍ରିରେ ଜଏନ କରିଛି ତାକୁ ଫୁର୍ସତ ମିଳିଲେ ତ ଗୁରୁ ତମର ଇଟା ଫ୍ୟାକ୍ଟ୍ରି ସେ ବା ଏବେ ଇସ୍ପାତ ଫ୍ୟାକ୍ଟ୍ରିର ମାଲିକ ହବାକୁ ଯାଉଛି ଭଲ ନୁହେଁ ସେମାନେ କୋଟିପତିଆ ଲୋକ ସେ କଣ ଆମ ଘରକୁ ଝିଅ ଦେବେ ସେ ଟେନସନ ନିଅନି ଗୁରୁ ମୁଁ ଯେତିକି ଜାଣିଛି ପ୍ରେମଟା ପ୍ରଥମେ ସେ ଝିଅ ଆଡୁ ଆରମ୍ଭ ହେଇଛି ସେ ଝିଅଟା ଆମ ସମ୍ପଦ ପାଇଁ ପୁରା ପାଖି କଣ ଖାଲି କଣ ସେତିକି ମୋ ସମ୍ପଦ କହୁଥିଲା ସେ ଝିଅ କଣ ତା ବାପାକୁ ସବୁ କଥା କହିଛି ସେ ଝିଅର ବାପା କୁଆଡେ ରାଜି ମୋ ସମ୍ପଦ ନୁହଁ